ଟିକେ ଗରମ ପାଣି ଦେଲେ ତାଙ୍କ ଜିଭ ଟାଣା ହେଇଯାଇଥାନ୍ତା। ନରମ ହେଇଗଲାଣି। ସେ ଖାଲି ଏଇ ଯୋଉ ଦାମିକିଆ ଛତୁ ଖାଇ କୋଉଟା ଅପରାଜିତା ଜି ଗନ୍ କେସ୍ ମନ୍ମଥ କମିଂ କଣ କହିବେ? କାଲି ବୋଧେ କହିଛନ୍ତି ଗୋପାଳ ବନ୍ଧୁ ତାଙ୍କୁ ଟିକେ ଗରମ ପାଣି ଦେଲେ ତାଙ୍କ ଜିଭ ଟାଣା ହେଇଯାଇଥାନ୍ତା। ନରମ ହେଇଗଲାଣି। ସେ ଖାଲି ଏଇ ଯୋଉ ଦାମିକିଆ ଛତୁ ଖାଇ ଚିକଣ ମୁହଁ ଦେଖେଇବା ପାଇଁ, ଦାଢ଼ି ଚିକଣ ଦେଖେଇବା ପାଇଁ 7 ଲକ୍ଷ ସେ ଛତୁ କେଜି ଅଷ୍ଟ୍ରେଲିଆରେ ହଉଛି। ହଁ ଦେଶଟା ଏଇଆ, ପବ୍ଲିକ ମନି ଏଇଭଳିଆ ବ୍ୟବହାର ହବ? ଗୋଟେ କଥା, ମହାନ ନେତା ଆମର ଫ୍ରିଡମ୍ ଫାଇଟର ଗୋପବନ୍ଧୁ ଦାସ, ତମେ ଗୋପାଳ ଦାସ କହିବ? ଉପହାସ୍ୟ କରିବ? ଗୁଡ଼ାକ ଅନୁଚିତ। ମୋଦି ଏଭଳିଆ ଭୁଲ କରନି। ତମେ ବାଉଳି ଗଲଣି, ତମେ ବାଉଳା ହେଇଗଲଣି। ଇଣ୍ଡିଆ ମେଣ୍ଟ ମାଡ଼ି ଆସିଲାଣି ଛାଡ଼ୁ। ଯେତିକି ଭୋଟ ହେଇଗଲାଣି ଇଣ୍ଡିଆ ମେଣ୍ଟ ଆଗରେ ଅଛି, ତମେ ପଛରେ। ଏତକ ଯଦି ତମର କମିଗଲା ସରିଲା। ତମେ ୟୁପି ଏଥର ବହୁତ ଖାଲି। ସାଂଘାତିକ ପରିସ୍ଥିତି ଏଇଟା ଇଣ୍ଡିଆରେ। ତେଣୁ ଏଭଳିଆ ବାଉଳି ଚାଳି ହୁଅନି ମୋଦି। ଆଉ ଗୋଟେ ନିର୍ବାଚନ ମଣ୍ଡଳୀରେ ଏମ୍ପି ସିଟ୍ରେ 3 ଦିନ 4 ଦିନ ସମୟ ଦିଅନି। ଏଗୁଡ଼ାକ ଗୋଟେ ସରପଞ୍ଚ ର୍ୟାଙ୍କକୁ ତମେ ପଳେଇ ଯାଉଛ। ପ୍ରାଇମ ମିନିଷ୍ଟର ଇଣ୍ଡିଆର ମହାନ ଚେୟାର, ସେ ମହାମାନ୍ୟ ଚେୟାର, ସେ ଚେୟାରକୁ କଳଙ୍କିତ କରନି। କାଲି କହିଲେ ନବୀନ ପଟ୍ଟନାୟକ ଓଡ଼ିଆ ଯଦି ବିନା ପେପରରେ 30ଟା ଜିଲ୍ଲାର ନାଁ କହିପାରିବେନି, ଆଉ ତାଙ୍କୁ ଓଡ଼ିଆ କିଛି ଜଣା ନାହିଁ। ତାଙ୍କୁ ଏ ଓଡ଼ିଆ ଯେ ସାମାନ ଫାମାନ କହିଥିବେ ଯାହା ସେ ସେୟା କହିଲେ ନା। ଆଉ କିନ୍ତୁ ଇଏ ନ କହିଥିଲେ ସେ କେମିତି ଜାଣିବେ? ସାମଲ କ'ଣ କହିଛନ୍ତି? ଉତ୍କଳ ଗୋପବନ୍ଧୁ ଗୋପାଳ ବନ୍ଧୁ କହିବେ? ସେ ବାଉଳାରେ କହିଦେଲେ ଭୋଳ ହେଇଗଲେଣି। ସେ ବାଉଳିଲେଣି ଖାଲି। ମୋଦି ଏଇନା ପୁରା ବାଉଳିଲେଣି। ତାଙ୍କର ଦେଖିଲେ ଚାରିଆଡ଼େ କ'ଣ ଖାଲି ଦେଖାଗଲାଣି। କ'ଣ ହବ ମୋ ଅବସ୍ଥା? ସେ ପାଗଳ ଭଳିଆ ହେଲେଣି। ୟାର ସବୁ ଷ୍ଟେଟମେଣ୍ଟ ଦେଲେ। ଆଜ୍ଞା, ଅରବିନ୍ଦ କେଜରିୱାଲ କହିଛନ୍ତି କାଲି ଯେ ଯଦି ମୋଦି ଆଉ ଥରେ ଆସୁଛନ୍ତି, ମୋ ଭଳିଆ ସମସ୍ତେ ୱେଷ୍ଟବେଙ୍ଗଲ ମୁଖ୍ୟମନ୍ତ୍ରୀ ଏବଂ ମହାରାଷ୍ଟ୍ରର ଯିଏ ଥିଲେ ବାଳ ଠାକରେଙ୍କ ପୁଅ, ସେ ସବୁ ଭିତରୁ ଯିବେ। କ'ଣ ହେଲା ସେଠୁ? ତମେ କେଜରିୱାଲ ଗଲ, କ'ଣ ତମର ଭାସିଗଲା? ତମ ଇଜ୍ଜତ ବଢ଼ିଗଲା ଇଣ୍ଡିଆରେ, ୱାର୍ଲଡରେ। ଏଥର ଜିତିବେ ସେ ଏ ମୋଦି ପାଇଁ। ସେ ଯାଇଥିଲେ, ସେ ଯେତେ ସଚ୍ଚୋଟ ଆମେ ଭାବୁଛେ ତା ନୁହେଁ। ଆନ୍ନା ଯୋଉଟା କହିଥିଲା ଠିକ୍ କହିଥିଲା। କହିଲା ମୋ ସମ୍ପତ୍ତିକ ସବୁ ନେଇଗଲୁ, ତୁ ଜେଲ୍ ଯିବୁନି, ଆଉ କ'ଣ ମୁଁ ଯିବି? କିନ୍ତୁ ମୋଦି ଅନ୍ୟାୟ କରିଛି ତାକୁ ଜେଲ୍ରେ ରଖି। ଗୋଟେ ଚିଫ୍ ମିନିଷ୍ଟର, ସେ ଗଣତନ୍ତ୍ର ହତ୍ୟା କରାଯାଇଛି। ହାରାହାରି 1300 ଇଡି କେସ୍, ନେତା ଶିଳ୍ପପତି ପଇସା ଆଦାୟ କରିବା ପାଇଁ। ପ୍ରାୟ 1500 ସିବିଆଇ ରେଡ୍। ଏଗୁଡ଼ା କ'ଣ ହବା କଥା? ଏଗୁଡ଼ା ହବା କଥା? ଅନ୍ୟାୟ, ଗଣତନ୍ତ୍ରକୁ ହତ୍ୟା। ଦେଶ ରହିଲେ ସବୁ ରହିବ। ଲୋକପ୍ରତିନିଧି ଦେଶ ଇଏ। ଗଣତନ୍ତ୍ର ଆମର ପୃଥିବୀ ପ୍ରସିଦ୍ଧ। ଆମ୍ବେଦକରଙ୍କୁ ସଲାମ। ଏ ଗଣତନ୍ତ୍ରକୁ ହତ୍ୟା କରନି। ଯାହାର ଯୋଉ ଚେୟାର, ସେ ଚେୟାରକୁ ସମ୍ମାନ ଦିଅ, ଭଲ ହବ। ଏକଥା ବି କହିଛନ୍ତି ଯେ ସବୁ କ୍ରିମିନାଲ, ଯେତେ ବଡ଼ ବଡ଼ କ୍ରିମିନାଲ ସବୁ ବିଜେପିରେ ଯାଇକି ଜଏନ୍ କରୁଛନ୍ତି। ଏଗୁଡ଼ାକ ଅତି ଶସ୍ତା କଥା ସେ କହିଛନ୍ତି। ସେ ନିଜେ ଗୋଟେ କ୍ରିମିନାଲ। ତା ମାନେ ସମସ୍ତେ, ସେ କେଜରିୱାଲ ସମସ୍ତେ କେମିତି କରିଦମ? ସେ ସମସ୍ତେ ଏକଦମ କ୍ରିମିନାଲ। ତମେ ଏକୁଟିଆ ଅନେଷ୍ଟ। ଗାନ୍ଧୀଙ୍କର କ'ଣ ତମେ ଅଣଦେଜ? ଗାନ୍ଧୀ ଭଳିଆ ଲୋକ 3ଟା ଗୁଳିରେ ଗଲେ, ତମେ କ'ଣ 7ଟା ଗୁଳିରେ ଯିବ? କେଜରିୱାଲ ତମେ ଆଉ ଏତେ ଅନେଷ୍ଟ ଦେଖାଅନି। ସମସ୍ତେ କ୍ରିମିନାଲ କୁହନି। ଦଳର ସମସ୍ତେ କ୍ରିମିନାଲ। ଏଗୁଡ଼ାକ ଏଭଳିଆ କେଉଁ ଦଳକୁ କମେଣ୍ଟ ଦିଅନି। ବହୁତ ଭାଗ୍ୟବାନ ଲୋକ ଅଛନ୍ତି, ଅନେଷ୍ଟ ଲୋକ ଅଛନ୍ତି। ସବୁ କଂଗ୍ରେସରେ ଅଛନ୍ତି, ବିଜେପିରେ ଅଛନ୍ତି, ଅନ୍ୟ କମ୍ୟୁନିଷ୍ଟରେ ଅଛନ୍ତି, ଅନ୍ୟ ସବୁ ଦଳରେ ଅଛନ୍ତି। ମନମୋହନ ଆପଣମାନଙ୍କୁ କହିଦେବାକୁ ଚାହେଁ, ମୁଁ ଏଇନା ଦାରୁଠଙ୍ଗ, ଦାସପୁର, ଅନ୍ଧାରୁ ଆଦିବାସୀ ସାରିକି ମୁଁ ମୋର ସୋସିଆଲ ସମ୍ପର୍କରେ ଯାଉଛି। ଗୋଟେ ବିରାଟ ପଟୁଆର ଦାର୍ଥିକରେ ବାହାରିଲା ବିଭୂତି ବଳବନ୍ତର ପାଇଁ ଆଉ ମନ୍ମଥ ରାଉତରାୟ ପାଇଁ। 3-4 ହଜାର ଲୋକ ପ୍ରସନ୍ନ କରୁଛନ୍ତି। ମୁଁ ଯେତିକି ଦେଖୁଛି ଚାରିଆଡ଼େ ବୁଲିକି 7ଟା ଯାକ ନିର୍ବାଚନ ବହୁ ଭଲ ଭୋଟରେ ଜିତିବ ମନ୍ମଥ ରାଉତରାୟ। କାରଣ ଖ୍ରୀଷ୍ଟିଆନ ମାନେ ମୁଁ ଦେଖିଲି ଖୋର୍ଦ୍ଧା, ଜଟଣୀ ଫଟଣୀ ସବୁ ମାର୍ଚ୍ଚ। ମୁସଲମାନ ମାନେ ଯେତେ ବଡ଼ ଗାଁ, ଯଦୁପୁର, କେରଙ୍ଗ, ସର୍ଦାସପୁର, ତରତୁଆ, ତରାବୋଇ,
ବେଳାପଞ୍ଜରୀ ରତିପୁର ଆମର ସୁନ୍ଦରପଦା ଝାଡ଼ପଡ଼ା ଯେତେ ଭୁବନେଶ୍ୱର ଜଟଣୀ ସହର ମୁସଲମାନ ଭାଇମାନେ ମାତିଗଲେଣି। ସମସ୍ତ ଯୁବକ ଛାତ୍ର ମହିଳା ଆଦିବାସୀ ଶିକ୍ଷିତ ଲୋକ ଅଫିସର ମାନେ ସମସ୍ତେ ବାତିଲେଣି। ନାହିଁ ମନ୍ମଥ ରାଉତରାୟ ଜଣେ ଏଲିଜିବୁଲ୍ ଭୁବନେଶ୍ୱର ସଂସଦ ପାଇଁ ଆଉ ଲୋକସଭାରେ ଠିକ୍ କୋଶ୍ଚିନ୍ କରିବେ ଆଲୋଚନା ବେଳେ ପାର୍ଟିସିପେଟ୍ କରିବେ। ଭଦ୍ର ପିଲା ସରଳ ପିଲା ଏଇ ଭାବନା ନେଇ ମୁଁ ଅତି ଆନନ୍ଦିତ। ମୋତେ ଖରା ଫରା କାଟୁନି 3 ମାସ ଖରା ମୁଁ 7ଟା ଯାକ ନିର୍ବାଚନ ମଣ୍ଡଳୀ ବେଗୁନିଆ ବୋଲଗଡ଼ ଖୋର୍ଦ୍ଧା ଏଇନା ଆପଣ ବିଶ୍ୱାସ କରି ଏଇଠୁ ସିଧା ବାହାରିବେ ଏଇନା ବୋଲଗଡ଼ ନିମନ୍ତ୍ରଣ ଯୋଉଠି ଆସିଥିଲା ମୁଁ ଯାଉଛି। ହଁ କି କଥା ଏ ମୋ ପୁଅ ସେ ବିଜେପି କହୁଛି ଆଉ ଥରେ ଅପରାଜିତା। ସେ ବିଜେପି ଯେଉଁମାନେ କହୁଛନ୍ତି ତମେ ଟିକେ ଲେମ୍ବୁ ଚୁପୁଡ଼ିକି ଚା ପିଅ ଆଉ ଏ କ୍ଷୀର ଚା ପିଅନି ତମର ଝାଡ଼ା ଫଡ଼ା ହବ। ଆରେ ଅଲରେଡ଼ି ମନ୍ମଥ ରାଉତରାୟକୁ ଲୋକମାନେ ବାଛି ସାରିଛନ୍ତି ଭୋଟର ଭାଇ ଭଉଣୀମାନେ। 7ଟି ଯାକ ନିର୍ବାଚନ ଭୁବନେଶ୍ୱର ଗୋଟେ ଇଣ୍ଟେଲେକ୍ଚୁଆଲ ଆଇଏଏସ୍ ଟୁ ପିଅନ ଖଟିଖିଆ ମୂଲିଆ ଚାଷୀ ଗାଁ ଗହଳି ଲୋକ ବେଗୁନିଆ ବୋଲଗଡ଼ ଖୋର୍ଦ୍ଧା ଜଟଣୀ ବରୁଣେଇ ଏ ପାଇକ ପୁଅ ସେ ଗୋଟେ ଏ ଅଞ୍ଚଳର ଲୋକମାନେ ସମସ୍ତେ ବାଛି ଯାଇଛନ୍ତି। ଦଳ ମତ ନିର୍ବିଶେଷରେ ମନ୍ମଥ ରାଉତରାୟ ବିପୁଳ ସଂଖ୍ୟାରେ ଆପଣ ଦେଖିବେ ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚିତ ହେବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ। ଆହୁରି ଡେଭଲପ୍ କଲାଣି। ସାଇକେଲରେ ବଡ଼ ପୁଅ ଯାଇକିରି ମୁଁ ଯେତିକି ଶୁଣିଲାଣି 4th ପୋଜିସନରେ ତାର ଥିଲା ସେ ନା ମାନେ କଣ୍ଟେଷ୍ଟ ପୋଜିସନରେ ଆଉ 10 ଦିନ ପରେ ନମ୍ବର 1 କୁ ପଳେଇବ। ତା ବୁଦ୍ଧି ତା ବଳ ଆରେ ସିଏ ଏକୁଟିଆ ଦର୍ଶନ ନ କଲେ ଯଦି ରାଜ୍ୟର ବିକାଶ ପାଣ୍ଡିଆନ କରୁଛି ହେଇଯାଉ ରାଜ୍ୟର ବିକାଶ ତାପରେ ଯେତେବେଳେ ସରିବ ମୋ ପୁଅ ଯିବ ଦର୍ଶନ କରିବା ପାଇଁ। ଜଗନ୍ନାଥ ମାଟିରେ ଜନ୍ମ।